ଜୟ ଗୁରୁ। ପ୍ରଥମେ ଏହି ଚ୍ୟାନେଲକୁ ଯେଉଁମାନେ ଦେଖୁଛନ୍ତି ଶୁଣୁଛନ୍ତି ସମସ୍ତଙ୍କୁ ମୋର ହୃଦୟରୁ ଆନନ୍ଦିତ ଜୟ ଗୁରୁ ଏବଂ ଶୁଭକାମନା। ପ୍ରଥମେ ତ କହିବି ଯେ କାମଧନ୍ଦା ବାଦ ଦେଇ କେବଳ ନାମ ଧ୍ୟାନରେ ପୂର୍ଣ୍ଣ ବିକାଶ ହୁଏ ନା ନାହିଁ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭାବାଦର୍ଶରେ କ'ଣ ଅଛି? ପ୍ରଧାନ କଥା ହେଲା ନାମୀଙ୍କ ପ୍ରତି ଉଚ୍ଚ ଆନତି ଅନୁରାଗ। ସେହି ଆନତି ଅନୁରାଗ ଥିଲେ ତାଙ୍କ ପ୍ରୀତି କଥା, ପ୍ରୀତି କର୍ମ, ପ୍ରୀତି ଝୁଙ୍କ ଗଜାଏ। ନିଜର ସବୁ ଶକ୍ତି ଦେଇ ତାଙ୍କୁ ଆମେ ସମସ୍ତେ ଭଲ ପାଉ। ଚଳନ ଚରିତ୍ର ତଦନୁକରି ତଳିବାକୁ ଇଚ୍ଛା ହୁଏ। ଯେପରି ସିଏ ଆନନ୍ଦିତ ହୁଅନ୍ତି। ଆହୁରି ମନେ ହୁଏ ସମସ୍ତଙ୍କୁ ଉଦ୍ଭାସିତ କରି ତଳେ। ପ୍ରତ୍ୟେକଙ୍କୁ ତା'ର ବୈଶିଷ୍ଟ୍ୟ ଅନୁଯାୟୀ। ତେଣୁ ନାମ ଧ୍ୟାନ ଠିକ୍ ହେଲେ ସେଇ ନାମ ଧ୍ୟାନ ହିଁ କହିବା ଦିଗରେ ପୁଣି ମଣିଷକୁ ବହୁତ ଆଗକୁ ହିଁ ନେଇଯାଏ। ପୁଣି କରିବା କହିବା ବାଦ ଦେଇ ନାମ ଧ୍ୟାନ ବି ଠିକ୍ ଭାବେ ହୁଏ କି ନା ସେ ବିଷୟରେ ମୋର ସନ୍ଦେହ। କେବଳ ଯଦି ଖିଆଯାଏ ଆଉ ଖାଇବାର ସ୍ପୃହା ରହେ ନା, କେବଳ ଯଦି ବୋଧମୁଖୀ ଭରଣ ଯଦି ହୁଏ ଆଉ କର୍ମ ପ୍ରବାହୀ ନିଃସ୍ୱରଣ ଯଦି ରହେ ତାହେଲେ ସେଇଥିରେ ବି ମନ ରାଜ୍ୟରେ ଯେପରି ଗୋଟିଏ ଅସ୍ୱାସ୍ଥ୍ୟକର ପରିବେଶ ଉଦ୍ଭବ ବା ସମ୍ଭବ ନୁହେଁ। ସେଥିରେ ମଣିଷ ସାମ୍ୟହରା ହୋଇପଡ଼େ। ମୋର ସତ୍ତାର ସବୁକିଛି ଭିତର ଦେଇ ତାଙ୍କୁ ଯଦି ଅନୁପ୍ରବିଷ୍ଟ କରି ତଳିବାକୁ ଚାହେଁ ତେବେ ମୋର ସବୁକିଛି ସକ୍ରିୟ ଭାବେ ତାଙ୍କ ସେବାରେ ଲଗାଇବାକୁ ଚାହେଁ। ଯେଉଁ ଦିଗଟା ଅସଂଲଗ୍ନ ରହିବ ସେ ଦିଗରେ ତାଙ୍କର ଛାପ ପଡ଼ିବ ନାହିଁ। ଅଯୁକ୍ତ ଅନୁଜ୍ଜ୍ୱଳ ରହିବ। ପୂର୍ଣ୍ଣ ବିକାଶ ପଥରେ ଏତେ ଦୂର ଅଭାବ ରହିଯିବ। ଆମମାନଙ୍କ ମଧ୍ୟରେ କେତେଗୁଡ଼ିଏ ବିକୃତ ଆଉ ଧାରଣା ଉଦ୍ଭବ ହୁଏ। ସ୍ତ୍ରୀ ପୁତ୍ରଙ୍କୁ ଭଲ ପାଇବାକୁ ଯାଇ ଆମେମାନେ କିନ୍ତୁ କେବେ ବି ଏକଥା ଭାବୁନା ଯେ କେବଳ ସେମାନଙ୍କର କଥା ଭାବିବି ସେମାନଙ୍କ ପାଇଁ ବାସ୍ତବରେ କିଛି କରିବିନି। ସେମାନଙ୍କ ବେଳକୁ ସେଇଟା ଯଦି ପ୍ରଯୁଜ୍ୟ ନ ହୁଏ ଭଗବାନଙ୍କୁ ତଥା ଇଷ୍ଟଙ୍କୁ ଭଲ ପାଇବା ବେଳକୁ ସେଇଟା ପ୍ରଯୁଜ୍ୟ ହେବ କାହିଁକି? ଭଲ ପାଇବାର ତ ଲୋକ ପାଇଁ କରଣୀୟ ଅନ୍ତ ନାହିଁ। ଯେତେ କରାଯାଏ, ଯେତେ ଦେଖାଯାଏ ଆହୁରି ବହୁତ କିଛି କରିବାର ଅଛି। ଆଉ ଭଗବାନଙ୍କୁ ଭଲ ପାଇଲେ ତାଙ୍କ ଖାତିରେ ପ୍ରତ୍ୟେକଟି ସତ୍ତାକୁ ଭଲ ପାଇବାକୁ ହୁଏ। ପ୍ରତ୍ୟେକଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଓ ସାର୍ଥକତା ପାଇଁ ପ୍ରାଣପଣ ପରିଶ୍ରମ କରିବାକୁ ହୁଏ। କେହି ଯଦି ବାପା ମାଆଙ୍କୁ ଭଲ ପାଏ ତାହେଲେ କ'ଣ ସେ କେବେ ବି ଭଗବାନଙ୍କ ସମ୍ବନ୍ଧରେ ଉଦାସୀନ ରହିପାରେ? ରକ୍ତର କରଣୀୟ କ'ଣ କୌଣସି ଲେଖାଜୋଖା ଅଛି? ଏହି କର୍ମ କିନ୍ତୁ ତା'ର ସେବା ଯଜ୍ଞ ପୂଜା ପରିକ୍ରମା ସାଧନ ଭଜନର ଅବିଚ୍ଛେଦ୍ୟ ଅଙ୍ଗ। ନାମ ଧ୍ୟାନ ଓ କର୍ମ ତା'ର ଓତପ୍ରୋତ ଭାବେ ଜଡ଼ିତ। ଆଉ ସବୁକିଛି ହିଁ ତା'ର ଇଷ୍ଟଙ୍କ ପାଇଁ ସେ କରେ। ପରିବେଶ ସେବା ଯେତେ ହିଁ ମହତ୍ କାମ ହେଉ ବା ଯଦି ଇଷ୍ଟାର୍ଥ ନ ହୁଏ ତାହା ଗୋଟିଏ ଅସମାହିତ ଭଳି ରହିଯାଇପାରେ ଏବଂ ସେଥିରେ ମଣିଷର ଅକଲ୍ୟାଣ ହୋଇଯାଏ। ମଣିଷ ଏପରି ଯଦି କୌଣସି ଇଚ୍ଛା ଥାଏ ଯାହା ଇଷ୍ଟଙ୍କ ସଙ୍ଗେ ଅନିତ୍ୟ ତେବେ ସେହି ଇଚ୍ଛାର ପ୍ରରୋଚନାରେ ସେ ଇଷ୍ଟଙ୍କ ପରିପନ୍ଥୀ ଚଳନରେ ଚାଲିପାରେ। ଗୋଟିଏ କଥାରେ ଇଷ୍ଟ ଯେପରି ତା'ର ପ୍ରଭୁ ସେ ବି ଇଚ୍ଛା ବି ଯେପରି ତା'ର ପ୍ରଭୁ ହୋଇଥାଏ। ଦୁଇ ପ୍ରଭୁ ସେବା କରିବାକୁ ଯାଇ ତା ଭିତରେ ଗୋଟିଏ ଦିଭାଗ ଆସିଯାଏ। ଜୀବନର କୌଣସି ଭାଗରେ ଇଷ୍ଟଙ୍କ ଆଧିପତ୍ୟ ନ ରହିଲେ ସଦିଚ୍ଛା ଥିବା ସତ୍ତ୍ୱେ ବି ସେହି ଫାଟକ ଭିତର ଦେଇ ପ୍ରବୃତ୍ତି ପରାୟଣ ହିଁ ପ୍ରାଧାନ୍ୟ ଲାଭ କରିପାରେ। ଭଲ କାମ କରି ବି କେତେବେଳେ ପ୍ରବୃତ୍ତିର କବଳରେ ପଡ଼ିଯାଏ। ତା ହୁଏତ ଠଉରେଇ ପାରେନା। ଆଉ ପ୍ରବୃତ୍ତି ପରାୟଣ କର୍ମ କଦାପି ବି ମଣିଷ ଇଷ୍ଟପରାୟଣ ତଥା ଶଯ୍ୟାପରାୟଣ କରି ତଳିବାରେ ସାହାଯ୍ୟ କରେନା, ତାହାକି ନିଜକୁ ବି ପରକୁ ବି। ତେଣୁ ସବୁ ପ୍ରୟୋଜନ ସତ୍ତ୍ୱେ ବି ଶେଷକୁ ସ୍ଥାୟୀ ସୁଫଳ କମ୍ ହିଁ ମିଳେ। ତା ସହିତ କିପରି କେମିତି ବ୍ୟବହାର କରିବା କେମିତି ଚଳିବା ମଣିଷର ବିଶେଷ ଗଣତି ଥାଏ।
ବହୁ ଅବାନ୍ତର ଯୁକ୍ତିର ଅବତାରଣା କରେ। ତୁମେ ଓଲଟା ଯୁକ୍ତି ଯେତେବେଳେ ହିଁ ଦିଅ ନା କାହିଁକି, ସେଥିରେ କିନ୍ତୁ ସେ ବୁଝିବ ନାହିଁ। ତେଣୁ ତା ନିକଟରେ ପ୍ରଶ୍ନ କରି କରି ତା'ର ଦୃଷ୍ଟିଭଙ୍ଗୀର ବାସ୍ତବ ପରିଣତି କ'ଣ ହୋଇପାରେ ସେଇଟା ତା ମୁହଁରୁ ବାହାର କରିବା ଭଲ। ଯେପରି ତା'ର ସମର୍ଥିତ ନୀତିର ଅସଙ୍ଗତ ସମ୍ବନ୍ଧରେ ନିଜେ ହିଁ ବୁଝିପାରେ। ଅନେକ ସମୟରେ ପାଶ କଟେଇ ଯିବାକୁ ହୁଏ। କୁତର୍କ ଭିତରକୁ ଯିବାକୁ ଅନୁଚିତ। କହିବାକୁ ହୁଏ, ମୁଁ ଏଇ ପ୍ରକାର ବୁଝେ। ବାସ୍ତବରେ ଦେଖିବାକୁ ଗଲେ ଏଇଭଳି ଆପଣ ଯେଉଁଟା ଭଲ ମନେ କରନ୍ତି ତାହା ହିଁ କରିବେ। ଭଲ ହେବା ନେଇ ତ କଥା। ଆପଣ ବି ଭଲ ଚାହାନ୍ତି, ମୁଁ ବି ଭଲ ଚାହେଁ। ପରମପିତାଙ୍କ ନିକଟରେ ପ୍ରାର୍ଥନା କରେ ଆମେମାନେ କେହି ବି ଯେପରି ଭଲରୁ ବଞ୍ଚିତ ନ ହେଉ। ଧର୍ମ ଓ କୁଷ୍ଠିର ଅବମାନନାର କଥା ଯଦି କହେ, ତେଜବୀର୍ଯ୍ୟର ସହିତ ଦୃଢ଼ତା ପ୍ରଦର୍ଶନ କରିବାକୁ ହେବ। ଯେଉଁଠାରେ ଯେପରି ସେଠାରେ ସେହିପରି। ଆଲୋଚନା ପ୍ରସଙ୍ଗ 5ମ ଖଣ୍ଡ। ଜୟ ଗୁରୁ। ବନ୍ଦେ ପୁରୁଷୋତ୍ତମ।